ଖ୍ରୀଷ୍ଟୀୟ ଭକ୍ତି ସଙ୍ଗୀତର ଏହି 63ତମ ଅଧ୍ୟାୟକୁ ଆପଣମାନଙ୍କୁ ସ୍ୱାଗତ ଓ ନମସ୍କାର ଜଣାଏ। ଆଜି ମୁଁ ଯେଉଁ ଗୀତଟି ଗାଇବାକୁ ଯାଉଛି ତାହା ଏହିପରି। କେବେ ତ ଦେଖିନି କେବେ ବି ବୁଝିନି। ଗୀତଟିକୁ ଗାଇବା ପୂର୍ବରୁ ପ୍ରଭୁଙ୍କ ପବିତ୍ର ବାଇବଲରୁ ଯୋହନ ଲିଖିତ ସୁସମାଚାରର 3 ଅଧ୍ୟାୟର 18ରୁ 20 ପଦ ଯାଏଁ ପଢ଼ି ଶୁଣାଇବାକୁ ଇଚ୍ଛା କରୁଛି। ଏଠାରେ ଏହିପରି ଲେଖାଯାଏ, 18 ପଦ, ଯେ ତାହାଙ୍କଠାରେ ବିଶ୍ୱାସ କରେ ସେ ବିଚାରିତ ହୁଏ ନାହିଁ, ଯେ ବିଶ୍ୱାସ କରେ ନାହିଁ ସେ ବିଚାରିତ ହୋଇସାରିଲାଣି, କାରଣ ସେ ଈଶ୍ୱରଙ୍କ ଅଦ୍ୱିତୀୟ ପୁତ୍ରଙ୍କ ନାମରେ ବିଶ୍ୱାସ କରିନାହିଁ। 19 ପଦ, ଆଉ ସେହି ବିଚାର ଏହି, ଜଗତରେ ଜ୍ୟୋତି ପ୍ରକାଶିତ ହୋଇଅଛି, ଆଉ ଲୋକମାନେ ଜ୍ୟୋତି ଅପେକ୍ଷା ବରଂ ଅନ୍ଧକାରକୁ ଭଲ ପାଇଲେ, ଯେଣୁ ସେମାନଙ୍କର କର୍ମ ସବୁ ମନ୍ଦ। 20 ପଦ, କାରଣ ଯେ କେହି କୁକର୍ମ କରେ ସେ ଜ୍ୟୋତିକି ଘୃଣା କରେ, ପୁଣି କାଳେ ତାହାର କର୍ମର ଦୋଷ ପ୍ରକାଶିତ ହୁଏ, ଏଥିପାଇଁ ସେ ଜ୍ୟୋତି ନିକଟକୁ ଆସେ ନାହିଁ। ଆମେନ୍। ଏବେ ଆସନ୍ତୁ ଗୀତଟିକୁ ଶୁଣିନେବା। କେବେ ତ ଦେଖିନି କେବେ ବି ବୁଝିନି, କେବେ ତ ଦେଖିନି କେବେ ବି ବୁଝିନି, ତୁମରି ଅନନ୍ତ ରୂପ ବୁଝିଛି ଏତିକି, ତୁମେ ହିଁ ଆଲୋକ ବୁଝିଛି ଏତିକି, ତୁମେ ହିଁ ଆଲୋକ, ତୁମେ ହିଁ ଅଲିଭା ଦୀପ। କେବେ ତ ଦେଖିନି କେବେ ବି ବୁଝିନି, କେବେ ତ ଦେଖିନି କେବେ ବି ବୁଝିନି, ତୁମରି ଅନନ୍ତ ରୂପ ବୁଝିଛି ଏତିକି, ତୁମେ ହିଁ ଆଲୋକ ବୁଝିଛି ଏତିକି, ତୁମେ ହିଁ ଆଲୋକ, ତୁମେ ହିଁ ଅଲିଭା ଦୀପ। ପ୍ରଭାତ ଆସିଲେ ତୁମ ଗୀତି ଝରେ, ସୃଷ୍ଟିରେ ସୁମଧୁରେ ରାତ୍ରି ପ୍ରକାଶେ ତୁମ ଗୌରବ, ବିଶ୍ୱର ପରିଧିରେ ପ୍ରତିଟି ଆଲୋକ କହିଯାଏ ତୁମେ, ପ୍ରତିଟି ଆଲୋକ କହିଯାଏ ତୁମେ, ଏକଇ ଅଲିଭା ଦୀପ। କେବେ ତ ଦେଖିନି କେବେ ବି ବୁଝିନି, କେବେ ତ ଦେଖିନି କେବେ ବି ବୁଝିନି, ତୁମରି ଅନନ୍ତ ରୂପ ବୁଝିଛି ଏତିକି, ତୁମେ ହିଁ ଆଲୋକ ବୁଝିଛି ଏତିକି, ତୁମେ ହିଁ ଆଲୋକ, ତୁମେ ହିଁ ଅଲିଭା
ସଂସାର ମୁଁ ଏକ ପାପର ମଣିଷ, ତଥାପି ସୃଷ୍ଟି ତୁମ ନିଜ ଆଚରଣେ ପତିତ ଜଗତେ ହଜାଇ ତୁମ ପ୍ରେମ প্রার্থনা জীবনে জড়া, প্রার্থনা জীবনে জড়া, প্রেমর অনন্ত দীপ কেবে তো দেখিনি, কেবে বি বুঝিনি, কেবে তো দেখিনি, কেবে বি বুঝিনি, তুমরি অনন্ত রূপ বুঝিছি এতিকি, তুমি হি আলোক বুঝিছি এতিকি, তুমি হি আলোক, তুমি হি অলিভা দীপ, তুমি হি অলিভা দীপ, তুমি হি অলিভা দীপ। ଆଜି ପାଇଁ ଏତିକିରେ ରହୁଛି। ପରବର୍ତ୍ତୀ ଅଧ୍ୟାୟରେ ପୁଣି ଥରେ ନୂଆ ଏକ ସ୍ୱାଦର ଗୀତ ସହିତ ଦେଖାହେବ। ନମସ୍କାର।